ଯୋଉଦିନ ତା ବାପାକୁ ଟିକେଟ ଦିଆଗଲା ନାହିଁ, ସିଏ ଯୋଉ କାରଣ ପାଇଁ ଆପଣ କହିଲେ, ପୁଅ କହିଥାନ୍ତା ମୋ ବାପା ଚାଲ ଯିବା ଇଣ୍ଡିପେଣ୍ଡେଣ୍ଟ ଠିଆ ହେଇକି ଆସିବା, ତାହେଲେ 19ରେ ଟିକେଟ ନେବି, 24ରେ ଟିକେଟ ନେବି, ତାପରେ ବିକ୍ରି ହେଇ କହିବି ମୁଁ ସାଧୁ। ଖଜୁରୀ ଗଛରେ ଗୋଡରେ କ୍ଷୀର ପିଇଲେ। ମୁଁ ଏଇଥିପାଇଁ ପ୍ରଭାତ ବିଶ୍ୱାସ କହୁନଥିଲି, କାରଣ ଦଳରେ ଥିଲେ। ମୋ ପାଇଁ ଯଦି କାହାର ଭୋଟ ଖଣ୍ଡେ ମିଳୁଛି, ମୋର କ୍ଷତି ହେଇକି ନବୀନ ପଟ୍ଟନାୟକ ସମ୍ମାନ ରହୁଛି, ମୋର କ୍ଷତି ହେଇକି ମୋର ଯେତେ କ୍ଷତି ହବ କିଛି ଅସୁବିଧା ନାହିଁ। ପାର୍ଟି ପାଇଁ ମୁଁ ସବୁ ସହି, କାରଣ ମୁଁ ଦଳିତ ପରିବାରରୁ ଆସିଛି, ସହିବା ଶିଖିଛି, ସ୍ୱାଭିମାନ ଶିଖିଛି, ସାକ୍ରିଫାଇସ୍ ଶିଖିଛି। ତେଣୁକରି ମୁଁ ପାର୍ଟି ପାଇଁ ଚୁପ୍ ଥିଲି। ଯାହା ପଚାରିଲୁ ଆଜି କହିଲି ଯେ ମୁଁ ଆଜି ପର୍ଯ୍ୟନ୍ତ ଚୁପ୍ ଥିଲି, କାରଣ ପାର୍ଟି ପାଇଁ। ମାନେ ସିଏ ଗୋଟେ, ମୁଁ ତାଙ୍କ ଦ୍ୱାର ଦେଖିନି, ବାପ ମା ଛୁଆ 500 ଥର ମୋ ଦ୍ୱାରକୁ ଆସୁଛନ୍ତି। କଣ ନେଇଛନ୍ତି ବି କହିଲି ନା, ଆମେ ଯାହାକୁ ଦଉ ଭୁଲି ଯାଉ, ସେଟା କହୁନା, ଛୋଟ କଥାଟା କୁହାଯାଏନି। ନବୀନ ଆଉ ଯାହା ଦିଅନ୍ତି ଭୁଲି ଯାଆନ୍ତି, ଆମେ କହୁନା। ଆମ ବଂଶ ଆମେ ଯେତେ ଯା ଆମେ କହୁନା, ଜତଉନା ଆମେ ଏହା କଲୁ, ଆମେ ସେୟା କଲୁ, ଆମେ କହୁନା। ଆଉ ଯଦି ମୁଁ ଜାଣିଛି ଆପରେ ସେ ଗୋଟେ ରେସ୍ପଣ୍ଡ କରିବେ, ଯଦି ରେସ୍ପଣ୍ଡ କରିବେ ତାପରେ ସିଏ ଯୋଉ ଡକୁମେଣ୍ଟ ଦେଖୁଛନ୍ତି, ମୁଁ ଡକୁମେଣ୍ଟ ଦେଖେଇବି କଣ କଣ ସେ କରୁଛନ୍ତି, ମୁଁ ବି ଦେଖିଛି। ମୁଁ ଜାଣିଛି ଆପଣ ରେସ୍ପଣ୍ଡ କରିବେ, ପାଗଳ ଲୋକ। ମୁଁ କହୁଛି ମୁଁ ବା ବିଜେପିକୁ ଚ୍ୟାଲେଞ୍ଜ କରୁଛି, ମୁଁ ଦଳକୁ ଚ୍ୟାଲେଞ୍ଜ କରିବି। ସିଏ ଆଜି ଦଳରେ ନାହାନ୍ତି ବୋଲି ମୁଁ କହିଲି, ଗୋଟେ ଦିଟା ନାଁ କହିଲି, ଜଣେ ବଦ୍ରି ପାତ୍ର, ଜଣେ ପ୍ରଭାତ ବିଶ୍ୱାଳ। ପ୍ରଭାତ ବିଶ୍ୱାଳ ମୋ ବିରୁଦ୍ଧରେ କହିଛନ୍ତି, କଣ୍ଟିନ୍ୟୁଅସ୍ କହିଛନ୍ତି। ବଦ୍ରି ପାତ୍ର ବି ତାଙ୍କର, ମୁଁ ତାକୁ ଅପତ୍ୟ ସ୍ନେହ, ପୁଅ ଭଳିଆ ମତେ ସ୍ନେହ କରିଛନ୍ତି, ଆଜି ବି କରୁଛନ୍ତି। କିନ୍ତୁ ତା ଅଭିମାନ, ତାଙ୍କର ଦର ରହିବ, କୋର୍ଟ ଏକ୍ସପେକ୍ଟେସନ ରହିବ କହିଛନ୍ତି। କିନ୍ତୁ ଭୋଟ ଦେଲା ବେଳେ ତାଙ୍କ କେଉଁଝରର ମୁଖ୍ୟମନ୍ତ୍ରୀ ସିଏ ବିକ୍ରି ହେଇନାହାନ୍ତି। ସେ ବବିକୁ 50 କିଲୋମିଟର କହିଲେ ସ୍ୱାଗତ, ତା ଦଳ ପାଇଁ କାମ କରୁଛି। ସିଏ ନେତା ନୁହେଁ। ଆଉ ପ୍ରଦେଶ କଣ? କଣ କୃତଘ୍ନ? କୃତଜ୍ଞରେ ସେଟା ବଫାଦାରଟା। କୃତଘ୍ନ 4ରେ ତାକୁ ପାର୍ଟି ଇଣ୍ଡିପେଣ୍ଡେଣ୍ଟ ଜିତେଇଲା, 9ରେ ଜିତେଇଲା, 14ରେ ଜିତେଇଲା, 19ରେ ତା ପୁଅକୁ ଦେଲା, 24ରେ ପୁଅକୁ ଦେଲା। ସେତେବେଳେ ସ୍ୱାଭିମାନ ବାପା ପାଇଁ ଦେଖାଲେ, ମୋ ବାପାକୁ ଏତେ କରିଥିଲେ, ମୁଁ ବାପା ପାଇଁ ବାହାରିଛି। ବାପା ପାଇଁ ବାହାରିଥାନ୍ତୁ, 19 ମସିହା ଟିକେଟ ନେଇନଥାନ୍ତୁ, ଇଣ୍ଡିପେଣ୍ଡେଣ୍ଟ ଜିତିଥାନ୍ତୁ, ତାହେଲେ ଜାଣିଥାନ୍ତୁ ବାପା ସ୍ୱାଭିମାନ ପାଇଁ। ନେଲା ବେଳକୁ ଏବେ ପାଣ୍ଡିଆନ ସେତେବେଳେ ଥିଲେ, ବବି ବିରୋଧ କଲେ, ପାଣ୍ଡିଆନକୁ ଟେକିଲେ, କାଳେ ବାହୁ ମିଳିବ। ତ ପାଣ୍ଡିଆ ସବୁବେଳେ ନେତା ପାଖରେ ରହିବନି, ସେକେଣ୍ଡ କ୍ଷମତା ପାଖରେ କେମିତି ପଦଟାକୁ ଚାଟି ଚୁଟିକି କାମ କରିବ। କି ସେ ତ ଭାଷଣ ଦେବେ ତ ଗଳି ପଡିବ, ଏତେ ବଢିଆ ଭାଷଣ ଦେବେ, ଆଉ ଚଟୁକି ବୁଲି ପଡିବେ। ଏବେ ଭଲ ଦେବେ, ନେକ୍ସଟ ମୋମେଣ୍ଟରେ ପୁରା ତା ସ୍ୱାର୍ଥ, 24 ଘଣ୍ଟା ତାଙ୍କ ସ୍ୱାର୍ଥରେ ସେ ଖାଏ। ଆଜି ପ୍ରୁଫ ହେଲା, ଯଦି ସେ ଭୋଟ ଦେଇଥାନ୍ତେ ନବୀନ ପଟ୍ଟନାୟକକୁ, ବବିକି ଫେର କହିଥାନ୍ତେ, ତାହେଲେ ତା ଜଷ୍ଟିଫିକେସନ ଥିଲା, ଆକ୍ସେପ୍ଟ କରିଥାନ୍ତେ। ବୁଝିଲେ? ସାଙ୍ଗେ ସାଙ୍ଗେ କହିଲେ ସୁଜାତା କାର୍ତ୍ତିକନ୍, ତାପରେ କହିଲେ ବିରୋଧ। ଶତ୍ରୁତ ବେলা ଶତ୍ରୁ ତୋର କଣ ଖାଇଲା? ନବୀନ ପଟ୍ଟନାୟକ ଦଳ, ସିଏ ତୋର କଣ କଲା? ଶତ୍ରୁ ଡାକନ୍ତୁ, ତାକୁ ଡାକନ୍ତୁ, ତାକୁ ମାନି ପକେଇ ଜଣକୁ ପଇସା ନେଇଛନ୍ତି, ତାକୁ ଫେରୁନାହାନ୍ତି, କାଳେ ପଇସା ମାଗିବ ତାକୁ। ମୁଁ କହିଲି ସେ କୁହନ୍ତୁ, ତାପରେ ମୁଁ ଗୋଟେ ଭାବିଲି, ସେ କୁହନ୍ତୁ, ତାପରେ ଗୋଟେ ଭାବିଲି। ଏମାନେ କେହି କହିପାରିବେନି, କାରଣ ଶତ୍ରୁତା ଆମର ଭଦ୍ର ଲୋକ, ଆମେ ପୁରା ଭଦ୍ର ପାର୍ଟି ପାଇଁ। ତୁ ଯେତେବେଳେ ଯୁଦ୍ଧ କରିବୁ ଭାଇ, ତୁ ବି ଖାତା ପତ୍ର ଧରୁଛୁ, ମୋର ଖାତା ଦରକାର, ଲୋକ ଜାଣିతే ବବିର ମେମୋରି ବହୁତ ସାର୍ପ, ପୁରା ମୁଁ ଡେଟ୍ ୱାଇଜ ବି କହିବି ବାପା। ବୁଝିଲ ବାପା? ତମେ ଦେଖିଛ ନା କିଛି ଭଲ ସାଧୁ ଥାନ୍ତି, ଆଉ କିଛି ଭଣ୍ଡ ସାଧୁ ଥାନ୍ତି। ଭଲ ସାଧୁ ଯେ ଜମା କଥା କହିବେନି, ମାର କରିଥିବ। ଯେ ରିଏଲ ସାଧୁ ସେ ଜମା କଥା କହିବେନି, ତମେ ଆସିଲେ ଦୂରେଇବେ, ଭାଇ ଯାହା ମୋର କିଛି ନାହିଁ। ଯିଏ ଭଣ୍ଡ ସାଧୁ ଖାଲି ବକିବ, ଆସ ସବୁ ଦେବି। ସେ ଗୋଟେ ଖଇଆ ପିନ୍ଧୁଛନ୍ତି, ତତେ କିଏ କହିଲା ଖଇଆ ପିନ୍ଧିବା ପାଇଁ? ନାନୀ ବାବା ଆମର, ତତେ କିଏ ନାନୀ ବାବୁ କହିଲା? ତ ଭଣ୍ଡ ବାବା ସବୁବେଳେ ଅଧିକ ବକିବ, କାହିଁକି ନା ତା ସ୍ୱାର୍ଥ ସାଧନ ପାଇଁ। ଯିଏ ରିଏଲ ବାବା ନବୀନ ବାବୁ, ସେ ପଦେ କଥା କହିବେ, ତାର କାମରେ କରି ଦଉଛି। ମୁଁ ଟିକେ କହିଲି, ଜଣେ 24 ଘଣ୍ଟା ମିଡିଆରେ ବକର ବକର ହଉଛି, ଜଣେ ଯେତିକି ଦରକାର ସେତିକି କହିବ। ଏକ୍ସାମ୍ପଲ,
ସେଇଥିପାଇଁ କହିନଥିଲି ପ୍ରଭାତ ବିଶ୍ୱାଳ କହିନଥିଲି ଏଇଥିପାଇଁ ସେତେବେଳେ ମୋ ଦଳରେ ଥିଲେ ମୋର ଦେହ ହାତରୁ 5 ଖଣ୍ଡ ଖଟି କରିକି ମୋ ବିରୋଧ କରି ମୁଁ ଦଳରେ ଯିଏ ଥିବ ତା ବିରୋଧ କହିବି ଆଜି ଯେହେତୁ ନାହାନ୍ତି ତାକୁ ମୁଣ୍ଡା କରିବା ଦରକାର ତା କ୍ୟାରେକ୍ଟର ଦେଖିଦେବେ ସବୁ ପାରିବାବୁକୁ ଏମିତି ଟେକିଲେ ଯେ ଆଉ ଅବସ୍ଥା ନାହିଁ ତାପରେ ଯାଇକି ଆଉ ଡାକୁନାହାନ୍ତି ମୁଁ ତାଙ୍କୁ କହୁଥିଲି ପ୍ରତାପ ଜେନା ପ୍ରଭାତ ବିଶ୍ୱାଳ ଆଉ ଋଷି ସାମନ୍ତରାୟ ବସିଥିବେ ସେ କେମିତି ହଉଥିଲେ ତାଙ୍କ ପୁଅ ପାଇଁ ଟିକେଟ ଖୋଲା ମଞ୍ଚ ମୁଁ କହୁଛି ଖୋଲା ମଞ୍ଚ ସେ ତ କହୁଛନ୍ତି ଡିବେଟ ପାଇଁ ଗୋଟେ ମୋବାଇଲରେ ଦେଖ 2012 ମସିହା ଗୋଟେ ଦେଖୁନ ମୋବାଇଲରେ ଟିଭିରେ ଏଇ ମିଡ୍ ନାଇଟ୍ ଅପରେସନ ବବି ଆରେ ମିଡ୍ ନାଇଟ୍ ଅପରେସନ ବବି ଥିଲା ବବି ଅର୍ଗାନାଇଜ ସେକ୍ରେଟାରୀ ତୁ ସସ୍ପେଣ୍ଡ ତ ରବୀନ ବାବୁ କାହିଁକି ଅଛନ୍ତି କାହାକୁ ଦିନରେ ଲଣ୍ଠନ ଦେଖଉଛି କାହାକୁ ଦେଖୁଛି ନବୀନ ବାବୁ ମହାନ ସିଏ ସବୁବେଳେ ଗୋଟେ କଟକ 14 ହେଲା ବିଜୁ ବାବୁଙ୍କର ଜାଗା ସେ ସ୍ୱାଭିମାନକୁ ଲୁଣ୍ଠନ କରିଛନ୍ତି କଟକ 14 ହଉଛି ସମସ୍ତେ ଜାଣିଛନ୍ତି ବିଜୁ ବାବୁ ତିଆରି କରିଛନ୍ତି ତାକୁ ରିପ୍ରେଜେଣ୍ଟ କରୁଛନ୍ତି ବିଜୁ ଆପଣ ଦିନେ ଦେଖି ଏତେ ବକର ଗୋଟେ କ୍ୱେଶ୍ଚନ ପଚାରୁଛି ମୁଁ ଜାଣିନି ଟ୍ୱିଟ୍ ମାରିଥିବେ କି କହିଥିବେ କି ତାଙ୍କ ବାପ ପୁଅ ଟିଭି ଖୋଲିଲେ ମେ ଅବିଚାର କଥା କହୁଛନ୍ତି ଯୋଉ ବିଜୁ ବାବୁ ଯୋଉ କଟକ 14 ସେ ଜିତିଛନ୍ତି 5 ଥର ବିଧାୟକ ହେଇଛନ୍ତି ତାଙ୍କ ସିଏ ତାଙ୍କ ପୁଅ ବିଜୁ ବାବୁଙ୍କ ବିଷୟରେ ଯେତେବେଳେ କହିଲେ ସାଂସଦ ତାଙ୍କ ନାଁ କଣ ସାଂସଦ ଜଣେ ବିଜୁ ବାବୁଙ୍କ ବିଷୟରେ କହିଲେ ତାଙ୍କ ନାଁ କଣ ଦିଲ୍ଲୀରେ କଣ କହିଲେ ନିଶିକାନ୍ତ ଦୁବେ କହିଲେ ବୈଜୟନ୍ତୀ ପଣ୍ଡା କହିଲେ ତାଙ୍କର କାରଣ କଟକ 14 ତାଙ୍କର ଫ୍ୟାକ୍ଟ୍ରି ଅଛି ବିଜୟ ମହାପାତ୍ର କହିଲେ ତାଙ୍କ ବିଜୁ ଆଦର୍ଶ କଥା ବିଜୟ ମହାପାତ୍ର କହିଲେ ଦିଲ୍ଲୀପ ରାୟ କହିଲେ ଆପଣ ଏ ବାବୁଙ୍କୁ ଦେଖିଲେ ଭଣ୍ଡ ବାବୁଙ୍କୁ କହିବା ଆପଣ ବିଜୁ ବାବୁ ବା କଟକ 14 ବିଧାୟକ ଓଟିଏମ୍ ପାଇଁ ସେ ଜିତିଛନ୍ତି 24 ମସିହାରେ କେବଳ ନବୀନ ବାବୁଙ୍କ ପାଇଁ ପାଣ୍ଡିଆନ ପାଖରେ 20 ଥର ବସିଥିବେ ଆଜ୍ଞା ଏଇଟା କରନ୍ତୁ ମୁଁ ଜିତିବି କାରଣ ତାଙ୍କୁ ଦେଖିବ ସବୁଠୁ ଖରାପ କରିଥିଲେ ସେ ଜିତିଲେ କାହିଁକି ନାହିଁ ଯେହେତୁ ବିଜୁ ବାବୁଙ୍କର ଯିଏ ଆମର ସବୁଠୁ ତାଙ୍କ ବିଷୟରେ ପଡିଲା ଆଉ ବାକି ସବୁ ବିଷୟରେ କହିବି ମୁଁ ସଚେତ ମୁଁ ଖଦିର ଗଛ ମୂଳରେ କ୍ଷୀର ପାଣି ପିଇକି କିନ୍ତୁ ବିଜୁ ବାବୁ ବିଷୟରେ ପଦ ଦେଖିଛ ଟ୍ୱିଟ୍ କରିଛନ୍ତି ଗୋଟେ ବାର୍ତ୍ତା ଦେଇଛନ୍ତି ମୁଁ ଟ୍ୱିଟ୍ କରିଛି ସମସ୍ତେ କରୁଛନ୍ତି ଯିଏ ଓଡିଆ ସ୍ୱାଭିମାନୀ ବିଜୁ ବାବୁଙ୍କର ଯାହା ଯିଏ ସେ ଲେଖିବ କହିବ କିନ୍ତୁ ପ୍ରଭାତ ବିଶ୍ୱାଳ କହିପାରିବେ ଭଣ୍ଡ ବାବା ସ୍ୱାର୍ଥ ବାବା କେବଳ ସ୍ୱାଭିମାନ ନୁହେଁ ସ୍ୱାର୍ଥପର ତାଙ୍କର କ୍ଷମତା ଭାଇ ଏନି ମିନ୍ସ ଦରକାର କ୍ଷମତା ପାଗଳ ଦରକାର ତ ସେ କ୍ଷମତା ପାଗଳ ପାଇଁ ସବୁ ମିଛ କରିବେ ବିଜେପି ଯେମିତି କ୍ଷମତା ପାଇଁ ଯାହା କହିଦେବେ ତାପରେ ଗୋଟେ ଜୁମଲା ପ୍ରଭାତ ବିଶ୍ୱାଳ ସେ ତାଙ୍କୁ ଠିକ ପାର୍ଟି ଯାଉଛି ସେ ଯୋଉ ଯାଇଛନ୍ତି ଯାହାକୁ ଭୋଟ ଦେଇଛନ୍ତି ସେ ଠିକ କରୁଛନ୍ତି ସେଇଥିପାଇଁ କହିଲି ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ ଚାଲ ଥ୍ୟାଙ୍କ ୟୁ ଆମର ଜାଗା ଆମ ଯାଜପୁର କେମିତି ସଂଗଠିତ ହବ ଆମର ସ୍ୱାର୍ଥ କେମିତି ପ୍ରୋଟେକ୍ଟେଡ ରହିବ ତା ଉପରେ କାମ କରନ୍ତୁ କିଏ କଣ ଯାଉଛନ୍ତି ଛାଡ଼ନ୍ତୁ ଆଉ ଗୋଟେ ବଢିଆ କଥା ପଚାରିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବିଷୟରେ ତାଙ୍କ ପୁଅ ବି ସେଥିରେ ଅଛନ୍ତି ମୁଁ ଗୋଟେ ନାରେଟିଭ ଦେବି ସେ ଭିତରେ ଆପଣ ବୁଝିବେ ମତେ 2 ମିନିଟ୍ 3 ମିନିଟ୍ ସମୟ ଦେବେ ତ ମତେ ପ୍ରଭାତ ବିଶ୍ୱାଳ ଏତେ 2 ବର୍ଷ କହିଲା ଭିତରେ ବବି କାହିଁ ଆନ୍ସର କଲାନି ମୁଁ ନବୀନ ବାବୁଙ୍କ ଦଳରେ ମତେ କଣ ରଖା ହେଇଥିଲା ସାଂଗଠନିକ ସମ୍ପାଦକ ମତେ ଦଳର ସଂଗଠନ ଦାୟିତ୍ୱ ଦିଆଯାଇଥିଲା ଘରର ଯିଏ ଦାୟିତ୍ୱ ନବ ସିଏ ସହିବ ନା ସହିବନି ନହେଲେ ଘର ରହିବ କେମିତି ମୋ ଦାୟିତ୍ୱ ନବୀନ ଦେଇଥିଲେ ଯେ ଘର ସମ୍ଭାଳିବା ପାଇଁ ଯେ ମାଲିକ ସହିତ ଘର ସମ୍ଭାଳିଥିଲି କାହାର କଣ ହେଇଥିବ କଣ କରିଥିବ ସେଥିପାଇଁ ସେ କହୁଛନ୍ତି କିନ୍ତୁ ମୁଁ ଏକ୍ସାମ୍ପଲ ଦେବି ଯେ କଣ ପାଇଁ ସେ ଏମିତି ହଉଛି ତାଙ୍କ କ୍ୟାରେକ୍ଟର ବିଷୟରେ କହିବି ପ୍ରଭାତ ବାବୁ ତାଙ୍କର ଦେଖିବେ 2000 ମସିହାରେ ଠିଆ ହେଇଥିଲେ ଇଣ୍ଡିପେଣ୍ଡେଣ୍ଟରେ 2004 ଇଣ୍ଡିପେଣ୍ଡେଣ୍ଟ ଯାଇଥିଲେ ଏଇଠି ଗୋଟେ ପାଖ ପଡୋଶୀ ଆପଣ ଦେଖିବେ ଏଠି ଜାଣିଛନ୍ତି ଆମର ବଦ୍ରି ପତ୍ର କନସୁନ୍ସି କୋଉଟା ଥିଲା ରାମଚନ୍ଦ୍ରପୁର କନସୁନ୍ସି ଥିଲା ସିଏ ବି 2000 ଇଣ୍ଡିପେଣ୍ଡେଣ୍ଟ 2004 ବି ଇଣ୍ଡିପେଣ୍ଡେଣ୍ଟ ଯେତେବେଳେ ବିଜେପି ବିଜେଡି ମେଣ୍ଟ ଥିଲା ମନରେ ଶୁଣି ଦିଅନ୍ତୁ କାରଣ ଆପଣମାନେ ମୋ ଘରେ ବି ପଚାରିଛନ୍ତି ଆପଣ ପ୍ରଭାତ ବିଷୟରେ କାହିଁକି ଆନ୍ସର କରୁନାହାନ୍ତି ତାର କିଛି ସତ୍ୟତା ଅଛି କି ଆପଣ ମତେ ବାରମ୍ବାର ପଚାରିଛନ୍ତି
2000 ମସିହା 2004 ମସିହା ଇଏ ମୁଁ ଦିଟାଙ୍କ କ୍ୟାରେକ୍ଟର କହୁଛି, ଦି ଜଣ ନେତା କହୁଛନ୍ତି। ସିଏ ବି ଜଣେ, ସେ କଣ ସିଏ ତାଙ୍କର 4 ଥର ସେଠି ବିଧାୟକ, ତାଙ୍କର ସିଏ 3 ଥର 9, 14, 19 4 ଥର ବିଧାୟକ ସିଏ, କାରଣ ଇଣ୍ଡିପେଣ୍ଡେଣ୍ଟ ମିଶେଇଲେ 5 ଥର। ତ ବିଜେଡି ମେଣ୍ଟର ଯୋଉଟା ବିଜେପି ଭାଗରେ ପଡିଥିଲା, ଯେହେତୁ କୋର୍ସଟା ପୁରା ବିଜେଡିର ଥିଲା, ବିଜେଡି କର୍ମୀମାନେ କିଛି କିଛି ନେତାକୁ ତିଆରି କରିଥିଲେ, ସେମାନେ ବିଜେପିକୁ ଭୋଟ ନ ଦେଇକି ଇଣ୍ଡିପେଣ୍ଡେଣ୍ଟ ତିଆରି କରିଥିଲେ, ବିଜେଡି ସମର୍ଥିତ ଥିଲେ। ଯୋଉ ନାଁଟା ତମେ କହୁଛ ଏଇଖିଣା, ତମର ଯାଜପୁର ଜିଲ୍ଲାର ଜଣେ ବିଧାୟକ ଅଛନ୍ତି, ମାଙ୍ଗା ଜଣେ ବିଧାୟକ ଅଛନ୍ତି, ସିଏ ବି ଇଣ୍ଡିପେଣ୍ଡେଣ୍ଟ ସେଠି ପାଇକି ଜିତିଛନ୍ତି, କିନ୍ତୁ ବିଜେପି ସମର୍ଥିତ ଏମାନେ ଥିଲେ। ବଦ୍ରି ବାବୁ ମୋ ବାବାଙ୍କର ସାଥୀ। 2000ରୁ 2009 ମସିହାରୁ ଯେତେବେଳେ ମୁଁ ବହୁତ ଅପ୍ରତ୍ୟକ୍ଷ ମୁଁ ପାଇଛି। ପ୍ରଭାତ ବାବୁଙ୍କର କ୍ୟାରେକ୍ଟର ଆପଣ ଦେଖିବେ, ସେ ଦେଖୁଥିବେ ଯିଏ ନବୀନ ବାବୁଙ୍କର କଣ କହିଲେ, ଯେ ତୁମ ଗାଡି କାଚ ଭାଙ୍ଗିଛୁ। ମୁଁ ସେତେବେଳେ ନଥିଲି, ମୁଁ ରାଜନୀତି କଣ ଜାଣିନଥିଲି, ସେ ତାହେଲେ କହିଲେ, ସେଟାକୁ ସମସ୍ତେ ଗଣମାଧ୍ୟମ ବଜେଇଲେ, ସେ ତାଙ୍କୁ କ୍ଲାରିଫିକେସନ ଦେଲେ କାହିଁକି ହେଲା, କଣ ହେଲା, କାହିଁକି ନବୀନ ତ ଆଉ କିଛି କହିଲେ, ସେ କଥା କହିଲେ। ତାଙ୍କର କାମ ହେଲା ଯେ କ୍ଷମତାର ପାଖରେ ଥିବ, ନବୀନ ବାବୁ ତାଙ୍କ କ୍ୟାରେକ୍ଟରଟା ଭଲ ବୁଝୁଛନ୍ତି, ସିଏ ତା ପାଖ ଲୋକଟାକୁ ଧରି ବସିବ, କେମିତି କ୍ଷମତା ରହିବା ପାଇଁ। ପାରିବାଙ୍କୁ ଧରି ବସିଥିଲା, ସେ ବସିଥିଲେ ପାରିବାଙ୍କୁ ଧରି। ତ ପାରିବାଙ୍କୁ ଗଲା ପରେ ସସ୍ପେଣ୍ଡ କିଏ ହେଲେ? ମୁଁ ହେଲି ନା। ସେ କହୁନଥିଲି କି ମିଡ ନାଇଟ୍ ପାରିବାଙ୍କର ଯୋଉ କାମରେ ସସ୍ପେଣ୍ଡ କିଏ ହେଇଥିଲେ? ପ୍ରଭାତ ବିଶ୍ୱାଳ ସସ୍ପେଣ୍ଡ ହେଇଥିଲେ। ନବୀନ ବାବୁ ଯେ 24 ବର୍ଷ ମୁଖ୍ୟମନ୍ତ୍ରୀ, 27 ବର୍ଷ ପାୱାର ରହିଲେ, ସେ ମୁଁ ଯଦି ମିଡ ନାଇଟ୍ ଅଫିସର ମତେ ସସ୍ପେଣ୍ଡ କରିଥାନ୍ତେ। ମତେ ଅର୍ଗାନାଇଜେସନ ସେକ୍ରେଟାରୀ ପ୍ରମୋସନ, ତାକୁ ସସ୍ପେଣ୍ଡ। ମାନେ ନବୀନ ବାବୁ କଣ କହୁଛନ୍ତି ଯେ ମୋ ଗାଡି କାଚ ଭାଙ୍ଗିଛୁ, ମାନେ ସେ କେମିତି କ୍ଷମତା ଭାବନ୍ତୁ। ସବୁବେଳେ ସେ କ୍ଷମତାର ପାଖ ଲୋକ ପାଖରେ ଥିବେ। ନବୀନ ବାବୁ ସବୁବେଳେ ଦାୟିତ୍ୱ ଦିଅନ୍ତି, ଯେମିତି ପାରିବାକୁ ଦାୟିତ୍ୱ ଥିଲେ, ସେ ଭୁଲ ଭାଲ କଲେ ତାଙ୍କର ଗଲା। ତାପରେ ବହୁତ ଲୋକ କଳ୍ପତରୁ ବାବୁ ଦାୟିତ୍ୱ ନେଲେ, 24 ଘଣ୍ଟା କଳ୍ପତରୁ ପାଖରେ ବସିଥିବେ ଆପଣ ଦେଖିବେ। ନବୀନ ବାବୁ ଗୋଟେ ମହାନ ଲୋକ, ସେ ସସ୍ପେଣ୍ଡ କଲେ, କିନ୍ତୁ ସବୁବେଳେ ସେ ବିଜେଡି ସ୍ୱାର୍ଥ ଆଉ ଓଡିଶା ସ୍ୱାର୍ଥ ପାଇଁ କାମ କରନ୍ତି। ତାଙ୍କୁ କିଏ କଣ କହିଲା ସେଥିରେ ସେ ଦେଖନ୍ତିନି। କଟକ ଚୌକ ସେ ଠିକ ଅଛି, ଭୁଲ କରିଥିଲା, ତାକୁ ଟିକେଟ ଦେଲେ 14 ମସିହାରେ ଟିକେଟ ପାଇଲେ। ତା ପାଇଁ କଣ ପାଇଁ ଫେର 19 ମସିହା ଟିକେଟ ଦେଲେନି, ଆପଣ ଜାଣିଛନ୍ତି, ମୋର କହିବା ଦରକାର ନାହିଁ। କଣ ପାଇଁ ଟିକେଟ ଦେଲେନି? କଣ ପାଇଁ ଦେଲେନି? ଆଚ୍ଛା, ସେଟା ବି କହୁଛନ୍ତି ତାଙ୍କୁ କଣ କାଗଜ ପତ୍ର ଧରି ଦେଖୁଛନ୍ତି, ତାଙ୍କୁ ଭିତରେ ଫସେଇ ଦେଲେ। ସବୁ ସିଏ କେବଳ ଫସୁଛନ୍ତି, ଆଉ ଓଡିଶାରେ କେହି ଫସୁନାହାନ୍ତି, ସିଏ କେବଳ ଫସୁଛନ୍ତି। ମୁଁ ଖାଲି ଏତେ କଥା କହିଲି ଏଇଥିପାଇଁ, 2019 ମସିହାରେ, କାରଣ ସେ ତ କେବେ ମାନିବେନି, ତାଙ୍କ ଭାଇ ବି ଆମ ଦଳରେ ଅଛନ୍ତି, ସେ ମାନିବେ କି ନାହିଁ ମୁଁ ଜାଣିନାହିଁ। 2019 ମସିହାରେ ତାଙ୍କର ଯେତେବେଳେ ଏଇ ପରିସ୍ଥିତି ହେଲା, ନବୀନ ବାବୁ, କାରଣ ତାଙ୍କ ଯେମିତି ମୋର ଲଲ ବୁଝୁଛି, ତାଙ୍କର ଆର୍ତ ବାବୁ ତାଙ୍କର ଭାଇ ସେ ବୁଝୁଥିଲେ। ସେତେବେଳେ କଟକର ନେତା ମାନେ ତାଙ୍କ ଭାଇଙ୍କ ନାଁ ରେକମେଣ୍ଡ କରିଥିଲେ, ତାଙ୍କୁ ଟିକେଟ ଦିଅନ୍ତୁ। ଏଇ ପ୍ରଭାତ ବାବୁ କଣ କଣ ନବୀନ ପାଖରେ ପଢିଛନ୍ତି ଏବଂ ତାଙ୍କ ପାଖ ଲୋକ ଆଜି ବି ସେ ଅଛନ୍ତି, ମିଷ୍ଟର ପାଣ୍ଡିଆନ। କାରଣ ନବୀନ ବାବୁ ପାଖରେ ସେମାନେ କେତେ ନେଇ ରହିଛନ୍ତି, ୟୁ କାଣ୍ଟ ଇମାଜିନ। ତାପରେ ପାଣ୍ଡିଆନ ପାଖରେ ବସିଲେ, ଋଷି ଭାଇ ସେତେବେଳେ ଥିଲେ, ପ୍ରତାପ ଜେନା ଥିଲେ, କାହାକୁ ଛାଡି ନାହିଁ ଯେ ମୋ ଘର ଭାଙ୍ଗିଯିବ, ମୋ ପୁଅକୁ ଟିକେଟ ଦିଅନ୍ତୁ। ଆପଣ କଟକ ଚୌଦ୍ୱାର ପଚାରନ୍ତୁ, କଟକ ଚୌଦ୍ୱାର ସେ ବିଧାୟକ, ମାନ୍ୟର ବିଧାୟକ, ପୁଅ ବିଧାୟକ, ତାଙ୍କ ଜନମତ ସମର୍ଥନ, କିଛି ଅସୁବିଧା ନାହିଁ। ଲୋକ ତାକୁ ଚୁଜ କରିଛନ୍ତି, ନବୀନ ଫୋନ ଟିକେଟ ଦେଇଛନ୍ତି। ସେ ଏତେ ନବୀନ ପାଇଁ ଭଲ କହୁଥିଲେ। ତାଙ୍କ କ୍ୟାରେକ୍ଟରଟା ହେଲା 19 ମସିହାରେ ତାଙ୍କ ପୁଅକୁ ଯାହା କରିବେ, 19ରୁ 24 ଦେଖିବେ ସେ ପାଣ୍ଡିଆନ ବାବୁ କେତେ ପ୍ରେଜ କରନ୍ତି। ବବି ତାଙ୍କର ଟାର୍ଗେଟ, କାରଣ ତାକୁ ପ୍ରେଜ କଲେ କାଳେ ମୋର ଆଉ ବେଷ୍ଟ ପଡିବ, ସିଏ ସେଥିରେ ବେଶୀ ନଥାନ୍ତି। ପାଣ୍ଡିଆନ ବାବୁ ସେଥିରେ ବେଶୀ ନଥାନ୍ତି, ତାଙ୍କର ନବୀନ ପଟ୍ଟନାୟକ ଯାହା ତାଙ୍କର ସେଇଆ। ଯେତେବେଳେ ଆପଣ ରାଜ୍ୟସଭା ପୂର୍ବରୁ ଆପଣ ଦେଖିବେ, ସୁଜାତା କାର୍ତ୍ତିକ ହେଲେ ମୋର କିଛି ଅସୁବିଧା ନାହିଁ, ବବି ନ ହବା ଦରକାର।